ଯେତେବେଳେ କୌଣସି ପୁରୁଷ ମହିଳାଙ୍କ ଗୁପ୍ତାଙ୍ଗକୁ ନିଜ ଜିଭରେ ଚାଟିଥାନ୍ତି, ତେବେ ମହିଳାଙ୍କୁ ପରମ ଆନନ୍ଦ ପ୍ରାପ୍ତି ହୋଇଥାଏ ଓ ସେ ନିଜେ ପୁରୁଷର ଗୁପ୍ତାଙ୍ଗକୁ ନିଜ ଗୁପ୍ତାଙ୍ଗରେ ପୂରାଇ ଦେଇଥାନ୍ତି। ଯେଉଁ ସ୍ତ୍ରୀର ଗୁପ୍ତାଙ୍ଗ ଯେତେ ଅଧିକ ଚଉଡ଼ା ହୋଇଥାଏ, ତେବେ ସେହି ସ୍ତ୍ରୀ ସେତେ ଅଧିକ କାମୁକ ମଧ୍ୟ ହୋଇଥାଏ। ତାଙ୍କୁ ଛାଡ଼ିଦେବା ଉଚିତ ହୋଇଥାଏ। ଯେ ଆପଣ ଅଛନ୍ତି କି ନାହିଁ, ତାଙ୍କର କିଛି ବି ଫରକ ପଡ଼ିନଥାଏ। ମଣିଷର ପତନ ସେହି ସମୟରେ ଆରମ୍ଭ ହୋଇଯାଇଥାଏ, ଯେତେବେଳେ ସେ ନିଜ ଲୋକକୁ ତଳକୁ ଖସାଇବା ପାଇଁ ପର ଲୋକଠାରୁ ଉପଦେଶ ନେବା ଆରମ୍ଭ କରିଦେଇଥାଏ। ଗର୍ବ ଓ ଅହଙ୍କାର କାରଣ ପାଇଁ ମଣିଷ ନିଜେ ହିଁ ନିଜ ସମ୍ପର୍କକୁ ବିଗାଡ଼ି ଦେଇଥାଏ। କହିଦେଇ ଭାବିବା ଅପେକ୍ଷା ଭାବିକି କହିବା ସବୁଠାରୁ ଭଲ ହୋଇଥାଏ। ଯଦି କୌଣସି ପୁରୁଷ ନିଜ ଗୁପ୍ତାଙ୍ଗ ଉପରେ ନିୟମିତ ଭାବରେ ଦେଶୀ ଘିଅ ଲଗାନ୍ତି, ତେବେ ତାଙ୍କ ଗୁପ୍ତାଙ୍ଗ ଜଲ୍ଦି ଲମ୍ବା ଓ ମୋଟା ହୋଇଯାଇଥାଏ ଓ ଏହା ସହିତ କରିବାର ସମୟ ବି ବଢ଼ିଯାଇଥାଏ। ସମୟ ଭଲ ଥାଉ କି ଖରାପ ବିତି ଯାଇଥାଏ, କିନ୍ତୁ କଥା ଓ ଲୋକମାନେ ସବୁବେଳେ ପାଇଁ ମନେ ରହିଥାନ୍ତି।